नमस्कार। आकाशवाणी कटक आंचलिक संवाद पढ़ुछंती सरिता साहू। वाकफ संशोधन विधेयक 2025 उम्मीद गतकाली राज्यसभा पारित हो जाइछि। विधेयक उपर दीर्घ समय धरी आलोचना पर भोट ग्रहण करा जाइतिला। विधेयक सपक्षरे 128 और विपक्षरे 95 भोट मिलिथिला। राज्यसभा पारित होगा पूर्व गतकाली लोकसभा ଏହି ବିଲ୍ ସପକ୍ଷରେ 288 ଜଣ ଏବଂ ବିପକ୍ଷରେ 232 ଜଣ ସାଂସଦ ମତଦାନ କରିଥିଲେ। ସଂସଦର ଉଭୟ ଗୃହରେ ଅନୁମୋଦନ ଲାଭ ପରେ ବିଲ୍ଟିକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୱାକଫ୍ ସଂଶୋଧନ ବିଧେୟକ 2025 ଉମ୍ମିଦ ଆଇନରେ ପରିଣତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ୍ ସଂଶୋଧନ ବିଲ୍ କୌଣସି ଧର୍ମ ସହିତ ସଂଶ୍ଳିଷ୍ଟ ନୁହେଁ। ଏହା କେବଳ ମୁସଲମାନ ସମ୍ପ୍ରଦାୟର ୱାକଫ୍ ସମ୍ପତ୍ତି ଉପରେ ଆଇନ ଅଣାଯାଇଛି। ୱାକଫ୍ ବୋର୍ଡର ସମ୍ପତ୍ତି ସହିତ ଏହି ବିଲ୍ ଜଡ଼ିତ ଏବଂ ୱାକଫ୍ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବା ପାଇଁ ସରକାର ଚାହାନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଖୁବ୍ ଶୀଘ୍ର ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜିଲ୍ଲା ମହୋତ୍ସବ କଲ୍ଲୋଳ 2025ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତସିଂହପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ 2 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବଜେଟ୍ ଜିଲ୍ଲାର ବିକାଶ ପାଇଁ ସରକାର ମଞ୍ଜୁର କରିଛନ୍ତି। ପାରାଦୀପ ଚୌଦ୍ୱାର ଅନୁଗୁଳ ଢେଙ୍କାନାଳ ଝାରସୁଗୁଡ଼ା ସମ୍ବଲପୁର ସୁନ୍ଦରଗଡ଼ ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକାଶ କରାଯିବ। ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷର ଚତୁର୍ଥ ଦିନରେ ଆଜି ଓଡ଼ିଆରେ ନାମଫଳକ ବ୍ୟବହାର ସମ୍ପର୍କିତ ଅଭିଯାନ ଦିବସ ପାଳନ କରାଯାଉଛି। ଗତକାଲି ତୃତୀୟ ଦିନରେ ଆମ ପୋଷାକ ଆମ ପରିଚୟ ଦିବସ ପାଳନ କରାଯାଇଥିଲା। ରାଜ୍ୟରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ୍ ଓଡ଼ିଆପକ୍ଷ.com ଆରମ୍ଭ କରାଯାଇଛି। ୱେବସାଇଟ୍ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ସହ କୁଇଜ୍ ରଖାଯାଇଛି। ଏଥିରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି। କୁଇଜ୍ରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅନ୍ଲାଇନ୍ ଜରିଆରେ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯାଉଛି। ବିକଶିତ ଓଡ଼ିଶା ଓ ସବୁଜ ସହର ନିର୍ମାଣକୁ ଗୁରୁତ୍ୱ ଦିଆଯାଇ ସହରାଞ୍ଚଳର ଯାତାୟାତକୁ ସହଜ ସୁଗମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ 40ଟି ନୂତନ ଇ-ବସ୍ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବହୁତ ଡିମାଣ୍ଡ ଥିଲା କ୍ୟାପିଟାଲ ହସ୍ପିଟାଲରୁ ଏସ୍ସିବି ମେଡିକାଲ କଲେଜ ପର୍ଯ୍ୟନ୍ତ। ତେଣୁ ଏଠିକି ମଧ୍ୟ ନୂଆ ବସ୍ ଆମ ବସ୍ ଆଜିଠୁ ଗଡ଼ିବ। ଇଭି ବସ୍ ଦ୍ୱାରା ପ୍ରଦୂଷଣ ମଧ୍ୟ ରକ୍ଷା ହେବ ଏବଂ ଲୋକଙ୍କର ଗମନାଗମନରେ ବହୁତ ସୁବିଧା ହେବ। ଆଗକୁ ମଧ୍ୟ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଆହୁରି 400 ଇ ବସ୍ ଆମକୁ ଯୋଗାଇ ଦେବେ, ଯାହାକି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଉରକେଲାରେ ଜିଲ୍ଲା ସ୍ତରରେ ପ୍ରତି ସୋମବାର ଚାଲୁଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଆରମ୍ଭ ହେଉଛି। ଆସନ୍ତା ସୋମବାର 7 ତାରିଖ ଶୁଣାଣି ପାଇଁ ଆଜି ପୂର୍ବାହ୍ନ 11ଟାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଯୁଗ୍ମ ଶୁଣାଣିରେ ଭାଗ ନେବା ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ। ଅନକଲ୍ କୃତ୍ରିମ ପ୍ରଜନନ ଏଆଇ ସେବା ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଚାଷୀମାନେ ଏହି ସେବା ଘରେ ବସି ପାଇପାରିବେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର 1553333 ଜାରି କରାଯାଇଛି। ଏହାର ସୁଯୋଗ ନେବା ପାଇଁ ଦୁଗ୍ଧ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏର 150ତମ କର୍ତ୍ତୃପକ୍ଷ ବୈଠକରେ 2025-26 ଆର୍ଥିକ ବର୍ଷ ପାଇଁ ମୋଟ 1,536 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି। ବିଡିଏ ଅଧ୍ୟକ୍ଷ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭୁବନେଶ୍ୱରର ସମ୍ପ୍ରସାରଣ ଏବଂ ଏହାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। 143ଟି ନୂତନ ରାଜସ୍ୱ ଗ୍ରାମକୁ ବିଡିଏ ସହ ସାମିଲ କରିବା ନେଇ ଅନୁମୋଦନ ମିଳିଛି। ପାଣିପାଗ। କାଳବୈଶାଖୀର ପ୍ରଭାବରେ ବୌଦ୍ଧ ଓ ବଲାଙ୍ଗୀରକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକର ଦିନର ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ। ସୋମବାରଠାରୁ ପୁଣି ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ ଗତ 36 ଘଣ୍ଟା ମଧ୍ୟରେ ଦେବଗଡ଼ରେ ସର୍ବାଧିକ 37 ମିଲିମିଟର ବର୍ଷା ହୋଇଥିଲା।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2ଟା 32 ମିନିଟ୍ରେ।